नमस्कार सब बंधु। तो दर्शक बंधु एवं बर्तमान देखा तो चाषी भाई मैंने चाष क्षेत्र को अधिक मन पाँच कहीं ना देखिले यही चाष क्षेत्र में बाहर खटिया अपेक्षा आपंकर जो चाष आप अधिक हूँ इनकम इनकम सहित लाभ भी अधिक पाँच। तो सही क्षेत्र में प्राय जो युवक मैंने आपंकर जेकोसी चाष करने आग्रह प्रकाश कर। तो बदले तो आप देखिए आम चाषी मान पाखक जाइचु से किपर चाष करें ग्राउंड जो कलेक्शन करूँ किपर चाष कर कौ चाष कर हुए सहित गवर्नमेंट रो कौ योजना चाषी मान अच्छी तार सब्सिडी के किपर आवेदन करेंगे तार पुंखानुपुख आम अधिकारी जो मैंने अच्छा गवर्नमेंट अधिकारी पाखक जाइचु इंटरव्यू नहीं आपको यही चैनल दिया करूँ। तो सब बंधु तो आजिकार जो आम टपिक नहीं तो विशेषकर आमर जो एनिमल हजबेंडरी डिपार्टमेंट तरफ आप कुकुड़ा चाष से कुकुड़ा चाष बाबद आजिकार भिडियो रोटा कि देखा जाऊँगी चाषी भाई मैंने आप कुकुड़ा चाष प्रति आप मन पाँच कहीं ना कुकुड़ा चाष रोचे अधिक इनकम लाभ जो अधिक बाहर। तो ये कुकुड़ा चाष बाबद आज मुझे कहबी जोटा कि आपको कहबी जे कुकुड़ा चाषर आप आरंभ करने चाहूँगी तो मेन हूँ जार मुख्य हूँ आप चिक्स चिया यदि आप भल चिया आप पाँच आप कुकुड़ा आप भल आप इनकम करेंगे भल बढ़े आपंकर सुस्थ सबल भाव आप अधिक मात्रा आपंकर लाभ पाइबे आउ कम दिन में से हूँ आउटपुट बाहर। यदि आप कुकुड़ा चाष करने चाहूँगी मेन हूँ आप लक्ष्य करेंगे आप चिक्स आप कौटी मिले आमर जड़े चाषी भाई से निजे हूँ से विगत 3-4 वर्ष है से सप्लाई करुँच से आपंकर ऑल ओवर ओडिशा से सप्लाई करुँच से सब प्रकार चिक्स रखिंट सहित आप चिक्स नहीं जी आ चिप्स नहीं कि आप किपरि लालन पालन करेंगे तार भैक्सीनेसन तार किपरि खाद्य पानीय तो यह बाबद नॉलेज रहा दरकार। तो से परिप्रेक्षी आज मो जो चाषी भाई कथा हेबी सी आपको भी कहे आपंकर जे कौन कौन आपंकर से चिक्स दौरान आ किपर नहीं कि भैक्सीनेसन करेंगे तार लालन पालन करेंगे डिटेल ता सहित आप कौटी आप पाइबे तांकर मध्य नंबर मुझे दिया करेंगे सी आपको कहे। तो सब चलतु जो आजिकार जो टपिक अच्छी कुकुड़ा चाष सहित बत चाष करने चाहूँगी सब प्रकार चाष आप चाहूँगी आप सठिक प्रकार चिकित्सा आप कौटी पाइबे। तो आजिकार भिडियो मुझे कहबी दर्शक बंधु चलतु आम जो सहित कथा हाँ आ सी कौन कहते मोर शुण। हाँ नमस्कार भाई मो सीएल फार न्यूज रो महेंद्र कहूली। तो कहवा था कि आपण जो कुकुड़ा चिक्स दौरान ଆପଣ କୋଉ କୋଉ ଚିକ୍ସ ଦଉଛନ୍ତି ଆଉ ତ ସେ ବାବଦରେ ପ୍ରଥମେ ଆମ ଦର୍ଶକ ମାନଙ୍କୁ ଆପଣ ପରିଚୟ ଦିଅନ୍ତୁ ଆଉ ସେ ଚିକ୍ସ ବାବଦରେ ଟିକେ କୁହନ୍ତୁ। ଆଜ୍ଞା ପ୍ରଥମେ ନମସ୍କାର। ଆମ ହାଚିରୀଟା ଭୁବନେଶ୍ୱରରେ ଅବସ୍ଥିତ ସ୍ୱସ୍ତିକ ପୋଲ୍ଟ୍ରି ଫାର୍ମ ଆପଣ ଗୁଗଲରେ ସର୍ଚ୍ଚ କଲେ କି ୟୁଟ୍ୟୁବରେ ସର୍ଚ୍ଚ କଲେ ମଧ୍ୟ ଜାଣିପାରିବେ। ଆଉ ଆମ ପାଖରେ ଏବେ ସବୁ ପ୍ରକାର ଦେଶୀ ଚିଆଁ ଆଭେଲେବୁଲ ହଉଛି ଯେମିତି କି ଆସିଲ ଦେଶୀ ସୋନାଲି ଦେଶୀ RIR କଡ଼କନାଥ ଗାଉଁଲି ଦେଶୀ ହ୍ୱାଇଟ ଲେଗନ କାବେରୀ FFG କଲର ବାର୍ଡ ବନରାଜ ଅଷ୍ଟ୍ରେଲିଆ ଗୁଣ୍ଡୁଚି ଚଢେଇ ଆଉ ସମସ୍ତ ପ୍ରକାର ବତକ ଚିଆଁ ସବୁ ଛୁଆ ଆଭେଲେବୁଲ ହଉଛି। ଆଚ୍ଛା ଯୋଉ ଚିକ୍ସ ଦଉଛ ଏଟା କେତେ ଦିନର କଣ ଚିକ୍ସ ତମେ ଦଉଛ ଏଟା? ଆମେ 2-3 ଦିନର ଚିକ୍ସ ଦଉଛୁ ଗୋଟେ ଭ୍ୟାକ୍ସିନେସନ କମ୍ପ୍ଲିଟ କରିକି ଆମେ ଚିକ୍ସ ଚାଷୀ ମାନଙ୍କ ପାଖକୁ ପଠଉଛୁ। ଆଚ୍ଛା ଆଚ୍ଛା ମାନେ ଭ୍ୟାକ୍ସିନେସନ କରିକି ତମେ ଦଉଛ? ଆଜ୍ଞା। ଆଚ୍ଛା ଆଚ୍ଛା ପିଓର ତମେ ଦେଶୀ ଦଉଛ ନା ବର୍ତ୍ତମାନ କିଛି ଚାଷୀ କହୁଛନ୍ତି ସେ ତମ ଦେଶୀ କହୁଛନ୍ତି ଦେଶୀ ନାଁର ସେଠି ମିଶେଇ ଦଉଛନ୍ତି ସୋନାଲି ମିଶେଉଛନ୍ତି ଅନ୍ୟ କିଛି ମିଶେଇ ସେରକମ କୌଣସି କିଛି ରହୁଛି ତମ ପାଖରେ? ଆଜ୍ଞା ସେଟା ମୁଁ କହୁଛି ଦେଶୀର ବହୁତ ଭେରାଇଟି ଅଛି ଯେମିତି କି ସୋନାଲି ଦେଶୀ ଆସିଲ ଦେଶୀ କଡ଼କନାଥ ଆଉ ଗାଉଁଲି ଦେଶୀ ଏସବୁ ହଉଛି ପିଓର ଦେଶୀ ବ୍ରିଡ ରେ ଯାଉଛି। ତ ୟାର ଅଛି ସୋନାଲି ଆସିଲ ଗାଉଁଲି ଦେଶୀ ଆଉ କଡ଼କନାଥ ଆମ ପାଖରେ 4ଟା ଦେଶୀ ବ୍ରିଡ ଆଭେଲେବୁଲ ହଉଛି ଚାଷୀ ମାନେ ଯୋଉଟା କହିବେ ସେଇଟା ଆମେ ତାଙ୍କ ପାଖକୁ ପହଞ୍ଚେଇ ଦେବୁ। ଆଚ୍ଛା ଠିକ ଅଛି। ଆଚ୍ଛା ଏଇଠି ଗୋଟେ ପ୍ରଶ୍ନ ପଚାରିବି ଧରିନିଅ ତମେ ହଉଛି ଦଉଛ ଚିକ୍ସ ଦଉଛ ଠିକ ଅଛି ହେଲା ଚାଷୀ ଚିକ୍ସ ନେଇଗଲେ ଚିକ୍ସ ନେଲା ପରେ ତମ ତରଫରୁ କଣ ଚାଷୀ ପାଇଁ ସର୍ଭିସ ରହୁଛି? ଧରିନିଅ ଚିକ୍ସ ନେବା ଭିତରେ ତାର ଗୋଟେ ନୂଆ ଚାଷୀ ଚାଷ କଲା ସେ ଚିକ୍ସ ନେଇଗଲା ତାର ସେ କିପରି ତାର ଫିଡିଂ ମାନେ ଦବ ଆଉ ତାର କଣ କେମିତି ବଞ୍ଚେଇବ ପିଲାକୁ ତ ସେ ବାବଦରେ ଚାଷୀଙ୍କୁ ତମେ କିଛି ସର୍ଭିସ ଦଉଛ ନା ନାଇଁ? ଆଜ୍ଞା ଆମେ ଚାଷୀ ଚିକ୍ସ ରିସିଭ କଲା ପରେ ତା ପରଠୁ ରେଡି ହେବା ଯାଏ ମାନେ ମେଡିକାଲିଠୁ ଆରମ୍ଭ କରି ସବୁ ପ୍ରକାର ଟ୍ରିଟମେଣ୍ଟ ଆମେ ଯୋଗାଉଛୁ। ଆମ ପାଖରେ ଦାନା ରହୁଛି ଫିଡର ରହୁଛି ଡ୍ରିଙ୍କର ରହୁଛି ଆଉ ଭ୍ୟାକ୍ସିନେସନ ସବୁ ରହୁଛି ଆଉ ଆଣ୍ଟିବାୟୋଟିକ୍ସ ମଲ୍ଟିଭିଟାମିନ ସବୁ ପ୍ରକାର ମେଡିସିନ ଆଭେଲେବୁଲ ହଉଛି। ଆଉ ଯଦି ବି ଚାଷୀ ମାନେ ଚାହିଁବେ ଆମ ହାତୀର ଡକ୍ଟରଙ୍କ ସାଥିରେ ବି ପରାମର୍ଶ କରିପାରିବେ। ସର୍ଭିସ ତାର ଅଛି ଆଉ। ଆଜ୍ଞା
ଆଚ୍ଛା ଠିକ ଅଛି। ଆଚ୍ଛା ଏଠି ଆପଣଙ୍କର ଯୋଉ ଦଉଛନ୍ତି ଚିକ୍ସ ଦଉଛନ୍ତି, ଆପଣଙ୍କର କୁକୁଡା ସହିତ ଆଉ କଣ, କୁକୁଡା ଚିକ୍ସ ସହିତ ଆଉ କଣ ଚିକ୍ସ ଦଉଛନ୍ତି? ଆମ ପାଖରେ ଏଇ ଦେଶୀର ଏଇ 4ଟି ଭେରାଇଟି କହିଲି, ଯେମିତି କି ସୋନାଲି, ଆସିଲ, କଡକନାଥ, ଆଉ ରହିଲା ଗାଉଁଲି ଦେଶୀ। ଦେଶୀ ନା ଏଟା ଆଉ ଗୋଟେ ଯେ କହିଥିଲେ ଆପଣଙ୍କର ଯୋଉ ସ୍ୱସ୍ତିକ ଇଏର ଆପଣ କହୁଥିଲେ, ଆପଣଙ୍କର ଡକ୍ସ ମାନେ ବତକ ଚିଆଁ ବି କଣ ଦଉଛନ୍ତି? ଆଜ୍ଞା, ଆମ ପାଖରେ ସେଇ 10 ରୁ 12 ଦିନର ବତକ ଚିଆଁ ମିଳୁଛି, ଯେମିତି କି ଇଣ୍ଡିଆନ ଅନର ହେଇଗଲା, ଖାକି କ୍ୟାମ୍ବେଲ ହେଇଗଲା, ହ୍ୱାଇଟ ପେକିଂ ହେଇଗଲା, ଏସବୁ ବତକର ବି ସବୁ ଭେରାଇଟି ଆମ ପାଖରେ ମିଳୁଛି। ଆଉ ଗୁଣ୍ଡୁରି ଚଢେଇ ଏବେ ମାର୍କେଟ ରେ ତାର ଭଲ ଚାହିଦା ବି ଅଛି। ଗୁଣ୍ଡୁରି ଚଢେଇ ବି ଆମ ପାଖରେ ଆଭେଲେବୁଲ ହଉଛି। ଆଚ୍ଛା ଆଚ୍ଛା, ମାନେ ସବୁ ପ୍ରକାର ଚିକ୍ସ ଆପଣଙ୍କ ପାଖରେ ଆଭେଲେବଲ ରହୁଛି। ଇଏ ଆପଣଙ୍କର ଯୋଉ ଚାଷୀ ଭାଇ ମାନେ ଯୋଉଠି ଅର୍ଡର କରିବେ, ଆପଣ ସେଇ ଜାଗାକୁ ଆପଣଙ୍କର ପଠେଇ ପାରିବେ ଆପଣ? ଆଜ୍ଞା, ଆମର ଓଡିଶାର ସବୁ ଜିଲ୍ଲାକୁ ମାଲ ଯାଉଛି। ଯେକୌଣସି ଜିଲ୍ଲାର ସବୁ ଗାଁକୁ ଆମର ମାଲ ଯାଉଛି। ଆଚ୍ଛା ଆଚ୍ଛା, ଆଉ ଗୋଟେ କଥା ରହିଲା, ଆପଣଙ୍କର ଯୋଉ ଚିକ୍ସ ପଠଉଛନ୍ତି, ଚିକ୍ସ ସର୍ଭିସ ଆପଣ ଦଉଛନ୍ତି, ଆଉ ଆଜ୍ଞା, ଆପଣଙ୍କର ତରଫରୁ କଣ ସର୍ଭିସ ରହୁଛି ଆଉ ମାନେ ଚାଷୀ ମାନଙ୍କ ପାଇଁ? ସର୍ଭିସ ରହୁଛି ଏଇଆ ଯେ, ଆମେ ତ ଫାଷ୍ଟ ଯୋଉଟା କି କୁକୁଡା ମାନଙ୍କ ପାଇଁ ମେନ୍ ସର୍ଭିସ ହେଲା ମେଡିକାଲ ଟ୍ରିଟମେଣ୍ଟ। ହଁ ହଁ। ସେଇଟା ହିଁ ଆମେ ପ୍ରଥମେ ଯୋଗଉଛୁ। ଚାଷୀ ମାନେ କେମିତି ଭଲରେ ଚିକ୍ସ ପାଇବେ, ବୁକିଂ କରିବା ଯେତେ ଜଲଦି ହବ ଆମେ ତାଙ୍କୁ ଚିକ୍ସ ପହଞ୍ଚେଇବୁ। ଆଉ ଟୋଟାଲ A to Z ସବୁ ପ୍ରକାର ସୁବିଧା ଆମେ ଯୋଗେଇଦେବୁ। ଠିକ ଅଛି, ଠିକ ଅଛି। ତ ଯାହା ହଉ ଆପଣଙ୍କର ମୂଲ୍ୟବାନ ସମୟ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ। ଆଜ୍ଞା, ତ ଧନ୍ୟବାଦ। ଚାଷୀ ମାନେ ଉପକୃତ ହୁଅନ୍ତୁ, ଆପଣଙ୍କର ଚିକ୍ସ ନେଇକି ଆପଣଙ୍କ ସେ ଅଧିକ ଆଜ୍ଞା, ବିଜନେସ ଆଗକୁ ବଢାନ୍ତୁ। ଆଜ୍ଞା, ରହିଲି, ନମସ୍କାର, ନମସ୍କାର। ଧନ୍ୟବାଦ।